ଆସିବେ ସେ ବହଳ ଲଗାଇ ସେ ଆଉ କେହି ନୁହନ୍ତି ସେଇ କାଳିଆ ଶାନ୍ତ ସେଇ ଚକା ନୟନ ସେଇ ନୀଳାଦ୍ରି ସେଇ ନୀଳାଚଳ ଆସି କାଳିଆ ଶାନ୍ତ ସେବାୟତମାନେ ମହାପ୍ରଭୁମାନଙ୍କୁ ଝୁଲେଇ ଝୁଲେଇ ଆଣିବା ସମୟରେ ଯୋଉ ମାଆମାନେ ଆଉ ବାପାମାନେ ଆସିଛନ୍ତି ତାଙ୍କ ରାସ୍ତାରେ ସେ ପଇସା ପକାଏ ସେ ଫୁଲ ପକାଏ ସେ ଚାଉଳ ପକାଏ ସେ କଉଡ଼ି ପକାଏ ତାକୁ ତ ଆମେ କିଛି ଦେଇପାରିବାନି ଆମ ଅଣ୍ଟିରେ ଯାହା ଅଛି ସେ 10 ଟଙ୍କା ସେ 20 ଟଙ୍କା ସେ ଅରୁଆ ଚାଉଳ ସେ ଫୁଲ ତାଙ୍କ ରାସ୍ତାରେ ପକାଇଲେ ବହୁତ ମଙ୍ଗଳ ହୁଏ ସେ କହନ୍ତି ନିଜେ ଗୋଟେ ବର୍ଷର ଧରିଏ ମହାପ୍ରଭୁ ବାହାରକୁ ବାହାରନ୍ତି ଭକ୍ତଙ୍କ ସାଙ୍ଗରେ ମିଶନ୍ତି ସେ ଭକ୍ତଙ୍କର ଶ୍ରଦ୍ଧା ଆମ ପ୍ରତି କି ଶ୍ରଦ୍ଧା ଅଛି ସେମାନେ ଆସିଛନ୍ତି ସେ ବାଜା ବାଜିବ ନାଚିବେ ଆଉ ଏ ରଥ ରଥ ହେବ ଦେଖିବା ପାଇଁ ସେ ମହାପ୍ରଭୁ ନିଶ୍ଚିତ ଭାବରେ ଭକ୍ତଙ୍କୁ ପରୀକ୍ଷା କରନ୍ତି ସେ ଭଗତ ଭାବରେ ବନ୍ଧା ଠାକୁର ସେ ଆଉ କେହି କୁହନ୍ତି ସେ ତମ ଅଣ୍ଟାରୁ ହଜାର ହଜାର ଟଙ୍କା ନେଇଥିବା ଠାକୁର ସେ କୁହନ୍ତି ସେ ଭଗତ ଭାବରେ ବନ୍ଧା ଠାକୁର ତାଙ୍କ ଯିବା ରାସ୍ତାରେ ହେ ପ୍ରଭୁ ଆମକୁ ମାନବ ଦଣ୍ଡ ଦେଇଥିଲୁ ଆମେ ରୋଜଗାର କରୁଛୁ ଆମ ସଂସାର ପାଇଁ ମୋ କ୍ଷମତା ମୁଁ 10 ଟଙ୍କା ଦଉଛି ପ୍ରଭୁ ତ ଯିବା ରାସ୍ତାରେ ମୁଁ ଦେଇପାରୁନି ପ୍ରଭୁ ମୋତେ କ୍ଷମା କରିବୁ ଏତିକି କହି ହେ ମହାପ୍ରଭୁ ଫୁଲ ଦିଟା ପକାଇ ଦିଅନ୍ତୁ ତାଙ୍କ ରାସ୍ତାରେ ଯିବା ପଥରେ ସେ ଫୁଲ ଧୂପ ଅରୁଆ ଚାଉଳ ପଇସା ପକାଏ ତା ଜୀବନ ଧନ୍ୟ ହୋଇଯାଏ କାଳିଆ ସାହାଯ୍ୟ କହିଛନ୍ତି ସମସ୍ତେ ଯାଇସାରିଲା ପରେ ମୁଁ ଯିବି ସେ ଭକ୍ତମାନେ ମୋ ରାସ୍ତାରେ କଣ ପକେଇଛନ୍ତି ମୁଁ ଦେଖିକି ଯିବି ମୁଁ ନେବିନି ତ କାଟିଏ କିନ୍ତୁ ଏ ଭକ୍ତଙ୍କର ଠାକୁ ପରୀକ୍ଷା କରନ୍ତି ସବୁବେଳେ ସେ ବହୁତ ହତାଶିଆ ଠାକୁର ସେଇ କୃଷ୍ଣ ସେଇ ହେଉଛନ୍ତି ରାମ ସେଇ ହେଉଛନ୍ତି ଯୋଉମାନେ ଠାକୁର ତାଙ୍କରି ଉଦ୍ଦେଶ୍ୟରେ ପରିବାର ହୋଇ ନାହିଁ ମା ସୁଭଦ୍ରାଙ୍କୁ ରକ୍ଷାରଣ କରନ୍ତୁ ସେଇ ମା ସୁଭଦ୍ରାଙ୍କୁ ସେବାୟତମାନେ ଟାଣି ଟାଣି ଝୁଲେଇ ଝୁଲେଇ ରଥାରୂଢ଼ କରୁଛନ୍ତି ମୁଣ୍ଡିଆ କହୁଛି ହେ ମଣିମା ହେ ସାତେ ଡେରି ହେଉଛି ଯେତେ ଶୀଘ୍ର ଯିବା ମାଉସୀ ଘରେ ଆମେ ପହଞ୍ଚିଯିବା କିନ୍ତୁ ଜଗନ୍ନାଥ କହୁଛନ୍ତି ନାରେ ମୋ ଭକ୍ତମାନଙ୍କ ସାଙ୍ଗରେ ମୁଁ ଝୁଲି ଝୁଲି ଡେରି କରି ମୁଁ ସବୁ ଭକ୍ତମାନଙ୍କୁ ଆଖି ବୁଲେଇ ଦେଖିବି ସମସ୍ତଙ୍କ ଭକ୍ତଙ୍କର ଦୁଃଖ ଦୂର କରିବି ତାପରେ ମୁଁ ମୋ ମାଉସୀ ଘରକୁ ଯିବି ଏଇ କାଳିଆ ଠାକୁରଙ୍କର ଲୀଳା ସେଇ କୃଷ୍ଣଙ୍କର ଲୀଳା 1600 ଗୋପୀଙ୍କୁ ସେ ନିଶ୍ଚିତ ଭାବରେ ସୁଧାରିଥିଲେ ସେଇ ହେଉଛନ୍ତି କୃଷ୍ଣ ସେଇ ହେଉଛନ୍ତି ଜଗନ୍ନାଥ ରଥାରୂଢ଼ ହେବେ ମା ସୁଭଦ୍ରା ଶଙ୍ଖ ଓଳଉଳି କରି